जो रानी को गड़ रानी हेले माँ माँ को गोड़ के पुत्र आगे बाहर जाए इच्छा हो छोट लोक कलाकार छोट लोक कलाकार दर्शक राति सारा उजागर हसई पार कंदे पार अति दुख कष्ट थिले मध्य आज्ञा मो रोग सज्जार आसी 6 दिन पर अच्छा कहले रोग सज्जार आसी तमे भलो करे सु देखाइबो खराब करे सु देखाइबो माने कलाकार जीवन ताली एवं गाली नहीं पूरा आंटी ताली खाइबा जे को जे नाही नाही के ताली खाइबो गाली खावा हम जे मन नथिला आज्ञा रोग सज्जार भल के आसी हबो गाडीरा हम तो समय का समय समय इरा इंदी जोड़ दे से किते आता सेरितला लोक हमको ना की कहू जानो सु जानो जो ओडिसा बयस था गोटे जों थाए बयस अनुसार हम खाद्य खाइबा चालीचलन करवा रीतिनीति करवा दर्शक मान भाटी कहि पचारिबी आपन माने जे काहिले कहि उपजत नाच गीत भल कले जदि दिया हबो बेस्ट कलाकार आजिरो जे हमर मर्दराजपुर रो भल कला प्रदर्शन कला गुटे कलाकार दे कहले तो देखो जे देखुली तो ठुर से लागे को कलाकार री मर्दराजपुर रो बेस्ट कलाकार आजिरो दिन पाई से तांको दलरे भल कला प्रदर्शन कला का को दवा राधा आज्ञा फाइनल आउ हमर दबा जुरा गार काकू बेबेगोनी इने देओ नाबिको हो हला अंति को गां बेलगुंठा नाही हो दर्शक कहिले त ना दर्शक कहले खुशी लागला दिन को किंतु बेस्ट कलाकार दवा तो हमरा किंतु माने आहिना बोले में तो कथा बता देली प्रश्न मन ने पड़ो कौन दही कृष्ण से महाभारत आदि पर्व भारत अश्वमेध यज्ञ करथिले आज्ञा नंदीग्राम प्रथम अश्वमेध यज्ञ करथिले अयोध्या रे करथिले श्री रामचंद्र हेलो ने गुटे ने जा भाग पड़ी बृहस्पति भगिनी किए ब्रह्मवाहिनी जोग बल समस्त परिभ्रमण कले ब्रह्मवादी तेणु अष्टवसु मध्य क्या विवाह कले तेणु अष्टवसु मध्य समवसु को विवाह कले भगिनी नाड़ा टी मोर मन पड़े समवसु को विवाह कले हाइब्रिड नहीं साइलेंट तुम बुद्धि करिया पड़ो मन हबनी अनिया पसर काली भी मोर खाली में तो भाग दियो तापर सब जाग रहो खाली वर्षा रे बुटी चलियो वर्षा आरंभ हो काली केला के धुआ धुबी सब वर्षा ना तो नहीं कुछ नहीं करा आज्ञा प्रश्न हेउची केउठारे शिव पार्वतीकर रथयात्रा केउ दिन ठारू केउ दिन पर्यंत केते दिन धरी अनुष्ठित होई थाए
ବହି ଜଗନ୍ନାଥ ସଂସ୍କୃତି। ଆଜ୍ଞା ଜ୍ୟେଷ୍ଠ ମାସ ଅଶୋକାଷ୍ଟମୀ ଭୁବନେଶ୍ୱର ଠାରେ ଯୋଉ ରୁକୁଣା ରଥ ସେଇଠି ଆଜ୍ଞା ହୁଏ 18 ଦିନ ଧରି ହୁଏ। ଭାଇ ବଗଳ ହେଇଯିବ। ମାତା ସୀତା ହନୁମାନଙ୍କୁ ମଥାମଣି ଦେଲା ବେଳେ କହିଲେ ପ୍ରଭୁଙ୍କର ଯଦି ବିଶ୍ୱାସ ନ ହେବ ସିଧାଶ୍ରମରେ ଘଟିଥିବା ଘଟଣା ମାନ ଶୁଣ, ତୁମେ ତାଙ୍କୁ କହିଲେ ସେ ବିଶ୍ୱାସ କରିବେ। ସେ ଘଟଣା ମାନ କଣ ଓ ଘଟଣା ଘଟିବା ପରେ ସିଧାଶ୍ରମରୁ କେଉଁ ଉପନସ୍ତରେ ପ୍ରବେଶ କରିଥିଲେ। ବହି ବାଲ୍ମୀକି ରାମାୟଣ ସୁନ୍ଦରାକାଣ୍ଡ। ଆଜ୍ଞା ସୀତାକୁ ହନୁମାନ ଯେତେବେଳେ ମଥାମଣି ଦେଲେ, ହନୁମାନ ମଥାମଣି ଦେଲା ପରେ ଯଦି ସୀତା ବିଶ୍ୱାସ ନ କଲେ ତେଣୁ ସିଧାଶ୍ରମରେ ରାମଙ୍କ ସହିତ ବି ଘଟଣା ଘଟିଥିଲା। ଆଜ୍ଞା ସିଧାଶ୍ରମରେ ଯୋଉ ଘଟଣା ଘଟିଥିଲା ଦୀପ ଜାଳି ଆଜ୍ଞା ଶପଥ କରିଥିଲେ। ଦୀପ ଜାଳିକି ଶପଥ କଲେ ତାଙ୍କ ଘରେ, କିନ୍ତୁ ସିଧାଶ୍ରମରେ ପ୍ରଶ୍ନ ଦିଅ। କେ କାହାର ପ୍ରଶ୍ନର ଉତ୍ତର କହିବେ କି? କେ କାହାର ଉଭୟ ଦଳ ଉଭୟ ପ୍ରଶ୍ନର ଉତ୍ତର କେ କାହାର କହିବେ? ଆପଣ ମାନେ କହିବେ କିଛି? ଆପଣ ମାନେ କିଛି କହିବେ? ମଞ୍ଚ ତରଫରୁ ଆମ ପ୍ରଶ୍ନର ଉତ୍ତର ଆମେ କହୁଛୁ। ବୃହସ୍ପତିଙ୍କର ଭଗ୍ନୀ କିଏ ବ୍ରହ୍ମବାଦିନୀ ହୋଇ ତା ଯୋଗ ସାଧନା ବଳରେ ସମସ୍ତ ଭୂମଣ୍ଡଳ ପରିଭ୍ରମଣ କଲେ ଓ ଅଷ୍ଟବର୍ଷ ମଧ୍ୟରୁ କାହାକୁ ସେ ବିବାହ କଲେ। ପ୍ରଶ୍ନଟି ଥିଲା କୃଷ୍ଣ ସିଂହ ମହାଭାରତ ଆଦି ପର୍ବ। ଉତ୍ତର ହେଲା ବର ସ୍ତ୍ରୀ ଅଷ୍ଟବର୍ଷ ପ୍ରଭାସକୁ ସେ ବିବାହ କରିଥିଲେ। ପୃଷ୍ଠା ହେଲା 208। ମର୍ଦ୍ଦରାଜପୁର ବୀଣାକାରଙ୍କର ପ୍ରଶ୍ନ ଥିଲା ରାଜା ଭରତ ପ୍ରଥମେ କେଉଁ ବର୍ଷ ଯଜ୍ଞ କରିଥିଲେ, ତାର ନାମ କଣ? କୃଷ୍ଣ ସିଂହ ମହାଭାରତ ଆଦି ପର୍ବ ହେଲା ଗୋବିତ। ମାତା ସୀତା ହନୁମାନଙ୍କୁ ମଥାମଣି ଦେଲା ବେଳେ କହିଲେ ପ୍ରଭୁ ଏ ମଥାମଣି ଯେ ତମର ବିଶ୍ୱାସ ହଉନି ନ ହେବ ସିଧାଶ୍ରମ ଘଟିଥିବା ଘଟଣା ମାନ ଶୁଣ। ତୁମେ ତାଙ୍କୁ କହିଲେ ସେ ନିଶ୍ଚୟ ବିଶ୍ୱାସ କରିବେ। ସେ ଘଟଣା ମାନ କଣ ଥିଲା? ଘଟଣା ଘଟିବା ପରେ ସିଧାଶ୍ରମରୁ କେଉଁ ବନସ୍ତରେ ସେ ଜାନା ପ୍ରବେଶ କରିଥିଲେ। ଗୋଟେ ବଣ ଭିତରେ ଜାନା ପ୍ରବେଶ କଲେ। ବହି ଥିଲା ବାଲ୍ମୀକି ରାମାୟଣ ସୁନ୍ଦରାକାଣ୍ଡ। ପ୍ରଶ୍ନଟି ସହଜ ଥିଲା।
ମନ୍ଦାକିନୀ ନଦୀରେ ଆମେ ସ୍ୱାମୀ ଦୁଇ ଜଣ ସ୍ନାନ କରି ଓଦା ବସ୍ତ୍ର ପିନ୍ଧି ସିଧାସନ ପର୍ବତ ଶିଖରେ ବସିଥିଲୁ। ସେଇ କୁଟୀରରେ ଯେଉଁ ଚନ୍ଦନ ଘିଣିଥିଲି ସ୍ନାନ ପରେ ଲିଭିଯିବାରୁ ଶ୍ରୀରାମ ଗେରୁ ପ୍ରସ୍ତ ଖୁଞ୍ଜେ ଧରି ମୋ ଗଣ୍ଡ ଦେଶରେ ଲେପନ କରିଦେଇଥିଲେ। ତାପରେ ଆମ୍ଭେ ହାତ ଧରା ଧରି ନାଗେଶ୍ୱର ବନସ୍ତରେ ପ୍ରବେଶ କଲୁ। ନାଗେଶ୍ୱର ବନସ୍ତ କେଉଁଠାରେ ଶିବ ପାର୍ବତୀଙ୍କର ରଥଯାତ୍ରା କେଉଁ ଦିନ ଠାରୁ କେଉଁ ଦିନ ପର୍ଯ୍ୟନ୍ତ କେତେ ଦିନ ଧରି ଅନୁଷ୍ଠିତ ହୋଇଥାଏ ବଳିଥିଲା ଆମର ଜଗନ୍ନାଥ ସଂସ୍କୃତି ଆଜି ପର୍ଯ୍ୟନ୍ତ ଲିପିବଦ୍ଧ ରହିଛି। ଦକ୍ଷିଣ ଭାରତର ହାମ୍ପି 9 ଦିନ ବ୍ୟାପୀ ଚୈତ୍ର ଶୁକ୍ଳପକ୍ଷ ନବମୀରୁ ବୈଶାଖ କୃଷ୍ଣପକ୍ଷ ଦ୍ୱିତୀୟା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଆପଣ ହାରିଲେ କେତେ ଜିତିଲେ କେତେ? ଆଜ୍ଞା ଜିତିଲେ ଆନନ୍ଦ ହାରିଲେ ପରମ ଆନନ୍ଦ। ଯେ ଅନୁସାରେ ଆମେ ଗୀତ ନୃତ୍ୟ ପୋଷାକ ସମାନ ଶିକ୍ଷା ପ୍ରଶ୍ନୋତ୍ତର ସବୁକୁ ଭିତ୍ତି କରି କିଛି ଆମ ଜ୍ଞାନ ଭିତରେ ଯେତିକି ଆସିଲା ତାକୁ ଆମେ ପରିପ୍ରେକ୍ଷୀରେ ତାକୁ ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନା କରିକିନା ଆମେ ତାକୁ ଆଧାର କରି ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନା କରି ତାକୁ କିଛି ଭିତ୍ତି କରି ତୃତୀୟ କଥା ହେଲା ଆମର ଦିଟି ଆଖି ଆପଣ ସମାଧାନ କରୁନି ହଜାର ଆଖି ସମାଧାନ କରୁଛି। କିଏ ନୃତ୍ୟ ଭଲ କଲା କାହାର କାହାକୁ କେମିତି ଗାଇଲା କାହା ଡୁଙ୍ଗି କଣ କଲା କାହା ମେହତର କେମିତି କଲା ସେ ଆଗେ ସବୁ ସମାଧାନ କରୁଛି ଦର୍ଶକ। ତେଣୁ ତାକୁ ଭିତ୍ତି କରି ଆମେ ଆମର ମୂଲ୍ୟାଙ୍କନ କରୁଛୁ। କୋଉଟାରେ ନୃତ୍ୟଟି ଛାଡ଼ିଗଲ କୋଉଟାରେ କିଏ ପୋଷାକଟି ଆଣି ନାହିଁ କୋଉଟାରେ ସେ ଗୀତଟି ଗଲା ଭାରି ସବୁ ଭିତ୍ତି କରି ପୁଷ୍ପଙ୍କ କାର୍ଯ୍ୟକ୍ରମ ନେଇଛୁ। ତେଣୁ ମୁଁ ତ ମୋ ଜୀବନରେ କେବେ ଓ ବାଟକୁ ଯାଇନି ମୋ ସାରା ଜୀବନ କଟିଯିବ ଅଛି ନ ହଉ ଏ ଆସନରେ ବସିବିନି ମୋର ମୁଁ କେବେ ଯିବିନି କନ୍ୟାକୁ ଯିବିନି ସେ ଯାହା ହେଇଯାଉ। ଯେହେତୁ ପ୍ରଭୁ ନୀଳକଣ୍ଠ ସଡ଼କ ଦ୍ୱାରା ମୁଁ ସାଧାରଣ ଗୋଟେ ମାମୁଲି ଶିକ୍ଷକ ଥିଲି ଆଜି ଶିକ୍ଷକତାରୁ ଆଜି ଆଜ୍ଞା ଗୋଟେ ଉଚ୍ଚ ପଦରେ ବସିପାରିଛି। ତେଣୁ ଆପଣମାନଙ୍କର ଆଶୀର୍ବାଦରୁ এই নীলকণ্ঠেশ্বরଙ୍କ ଆଶୀର୍ବାଦରୁ ତ ସେ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କୁ ମୁଁ ମୋର କଲମ ଚାଳନା ଗାଁ ବାଲା କହିଲେ ଯେ ନୀଳକଣ୍ଠେଶ୍ୱରକୁ କଲମ ଚାଳନା କରି ଆପଣ ମୂଲ୍ୟାଙ୍କନ କରିବେ। ମୁଁ ଜାଣିଲି ଯେ ପ୍ରକୃତରେ ଦେବାଦେବ ଅଛନ୍ତି ତାକୁ ମୂଲ୍ୟାଙ୍କନ କରି ମୁଁ ଯାହା କରିଛି ଆପଣଙ୍କର ଦର୍ଶକ ସମାଜ ଆଗରେ ହିଁ କରିଛି। ଆପଣ କହିବେ ନା କିଏ କହିବେ? ବାବୁ କହିଛି ଆଜ୍ଞା ଆପଣ କହିବେ ନା ଆଉ କିଏ କହିବେ? ଆପଣ କହିବେ ଟୋଟାଲ କ୍ୟାମେରା କହିବା ପାଇଁ ମୁଁ ଚାହୁଁନି ସବୁବେଳେ କହି ଦର୍ଶକ ଆମକୁ ଖରାପ ହେବେ ଏ ପିଲାଟା ସବୁବେଳେ କହୁଛି। କିନ୍ତୁ ମୁଁ ଉଭୟ ଦଣ୍ଡ ପେଣ୍ଡାଲର ମାଲିକ ମହୋଦୟକୁ ମୁଁ ଆମ ଅନୁଷ୍ଠାନ ତରଫରୁ ରିକ୍ୱେଷ୍ଟ କରୁଛି ଆପଣମାନଙ୍କର ଯେଉଁ କଳାକାର ଏତେ ରାତି ଅନିଦ୍ରା ହେଇକିରି ଯେଉଁ ପରିଶ୍ରମ କରୁଛନ୍ତି ପରିଶ୍ରମର ମୂଲ୍ୟ କ'ଣ ତମେ ନିଜେ ଜାଣିଛ? ଆରେ ଭାଇ ଟଙ୍କା ଖର୍ଚ୍ଚ କରିକି ବେପାର କରୁଛ ରାତି ପାଇଲା ବେଳକୁ ମୂଳ ଉଠୁନି ବୁଝିପାରିଲେ ସାର୍ ମାନେ ବୁଝିପାରିଲେ ତ ଆପଣ ଜଣେ ଏତେ ଟଙ୍କା ଖର୍ଚ୍ଚ କରି ଜଣେ ମାଲିକ ହେଇକିରି ଆସୁଛନ୍ତି ପିଲାମାନଙ୍କୁ ନେଇକିରି ଗୋଟେ ଗାଁରୁ ଆଉ ଗୋଟେ ଗାଁକୁ କଳା ପ୍ରଦର୍ଶନ କରିବା ପାଇଁ କିନ୍ତୁ ଖାଦ୍ୟ ଖାଇକିରି ନିଜ ଆଖିରେ ନିଜ ଆଙ୍ଗୁଠି କେଞ୍ଚୁଛନ୍ତି। ମୁଁ ଏଇପତିକ କଥା କହିବାକୁ ଚାହୁଁଛି ଆପଣମାନଙ୍କର ଆର୍ଟିଷ୍ଟ ମାନଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ରାଣୀଗୁଡ଼ା ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କର କଳାକାରମାନଙ୍କୁ ଆପଣ ନିଶା ସେବନ କଲେ ଏଣ୍ଟ୍ରି କରୁନାହିଁ ଟୋଟାଲି ଉଭୟ ମାଲିକମାନଙ୍କୁ ମୁଁ କହୁଛି। ଆଉ ଦ୍ୱିତୀୟରେ କହିବି ଏ ମାଟି କଳା ସଂସ୍କୃତିର ମାଟି ମୋ ଗାଁ ମୋ ମାଟି ଏ ଗାଁରେ ଅନେକ ଭଦ୍ର ବ୍ୟକ୍ତି ଅଛନ୍ତି। ଆମେ ମଧ୍ୟ ଗୁଣିଚି ମୂଷା ପରି এই କଳାକୁ କିପରି ସୁନ୍ଦରରୁ ଅତି ସୁନ୍ଦର କରିବା ପାଇଁ ପ୍ରାଣପ୍ରାଣୀ ଚେଷ୍ଟା କରୁଛୁ।
ହାର ଜିତ ତ ପ୍ରତ୍ୟେକ ମ୍ୟାଚରେ ଅଛି। ତାର ଗୋଟେ ଜ୍ୱଳନ୍ତ ଉଦାହରଣ ମୁଁ କାଲି ରାତିରୁ ଆପଣମାନଙ୍କୁ କହିବି। ବମ୍ବେ ଟିମ୍ IPL ମ୍ୟାଚ୍ ଖେଳୁଥିଲା ଆଜ୍ଞା, ଚାରିଟା କ୍ୟାପ୍ଟେନ୍, ଏମିତି ଦାମୀ ବୋଲର ରଖିଛି ସାରା ବିଶ୍ୱକଳମ, ଫେର୍ ବି କାଲି ତାକୁ ହାରର ସାମ୍ନା କରିବାକୁ ପଡ଼ିଲା। ତାହା ଦର୍ଶକ ଜାଣିଛନ୍ତି ଆମର। ତେଣୁ ଖେଳରେ ହାର ଜିତ ଅଛି, ଟୁର୍ଣ୍ଣାମେଣ୍ଟରେ ବି ହାର ଜିତ ଅଛି, କିନ୍ତୁ ସଂସ୍କାରବାଦୀ ବ୍ୟକ୍ତିତ୍ୱ, ଯୋଉ କଳାକାର ପାଖରେ ସଂସ୍କାର ଅଛି, ଯେ ସଂସ୍କାର ଘରର ଛୁଆ, ଯାହା ବାପ ମା ଯାହାକୁ ଯେତେ ଉନ୍ନତ ମାନଦଣ୍ଡର କରିଛି, ତା ଛୁଆ ଖେଳରେ ହାରିଗଲେ ମଧ୍ୟ ତା ଯଶ ବୁଡ଼ି ଯିବନି ଆଜ୍ଞା। ଏଟା ହଉଛି ଋଷି ବାକ୍ୟ। ଏବେ ଗୀତ ମହାଶୟ ଯେ ରାବଣ ଆପଣଙ୍କୁ ଦେଇଥିଲେ ଚାପ୍ଟର, ରାବଣର ମଲା ସିଂହା ଯୋଉ ଯୁଗକୁ ଯାଉନି ବୋଲି ମଧ୍ୟ ତାକୁ ବାରଣ କରୁଥିଲେ। ଏ କଳି ଯୁଗ ହଉ କି ସତ୍ୟ ଯୁଗ ହଉ କି ଦ୍ୱାପର ହଉ, ଯିଏ ଅନ୍ୟାୟ କରିଥିବ ମୃତ୍ୟୁ ସୁନିଶ୍ଚିତ। ଏ ବିଶ୍ୱ ବ୍ରହ୍ମାଣ୍ଡରେ କୌଣସି ଶକ୍ତି ତାକୁ ଅଟକାଇ ପାରିବନି ଆଜ୍ଞା। ଆମ ଗାଁରେ ଭାଇମାନେ ନାଚ ଆମେ 50-60 ଜଣ ଅନୁଷ୍ଠାନଟା କରିଛୁ। ଏଠି ଯୋଉ ବନ୍ଧୁ, ମୁଁ କହୁନି କାହାର ଆଗ୍ନେଷ୍ଟ ଆଜ୍ଞା, ଆମେ ଏତେ ଲୋକ ଆସି ଦେଖୁଛନ୍ତି। ଛୋଟ ଛୋଟ ଭୁଲକୁ ଯିଏ କରି ଗଣ୍ଡଗୋଳ କରିବ ତାକୁ ପ୍ରଭୁ ଛାଡ଼ିବେ? କେବେ ବି ଛାଡ଼ିବେନି। ତ ଏମିତି ଆଜିର ଏଇ ମୁଁ କହିବାକୁ ଚାହୁଁନି ତ ବିନୟ ଭାଇ ତ ଆମର ଏପଟେ ଆମର ପବନ ସାର୍ ଅଛନ୍ତି। ଆପଣ ଗୁରୁ ନିଶା ସେବନ ଆପଣମାନଙ୍କର ପିଲାମାନଙ୍କୁ ବାରଣ କରନ୍ତୁ। ନୂଆ ନୂଆ କଳାକାର ତିଆରି କରନ୍ତୁ। ନୂଆ ନୂଆ କଳାକାର ତିଆରି କଲେ ଆଜି ୱାର୍ଲଡ କପ୍ଟା ବିନୟ ଭାଇ ଧରିବ, କାଲି ଅଭୟ ପରିଡ଼ା ଧରିବ, ପରଦିନ ପବନ ସାର୍ ଧରିବେ, ତାର ଦିନ ଆଉ କୋଉ ଜଣେ ଧରିବ କୋଉ ଭାଇ। କଳା ବି ସୁନ୍ଦର ହେବ। ଆପଣ ମନ ବି ବୁଝିପାରିବ ଯେ ମୁଁ ହାରିବାର କାରଣ କ'ଣ। ଆପଣ ନିଶା ଖାଇ ଦେଉଛନ୍ତି, କ'ଣ କହୁଛନ୍ତି ଜାଣନ୍ତି, ଏମିତି କରିଥିଲେ ସେମିତି କରିଥିଲେ ଏନ୍ତା କହିକି ନିଜ ମାନବିକତା ହରେଇ ବସନ୍ତି। ସାରା ଦଣ୍ଡ ଜଗତ ଆଜି ଘୁରିବ ରାଣୀଗୁଡ଼ାରେ ଜିତିଲା କିଏ? ଆରେ ଭାଇ ଜିତିବା ପାଇଁ ହାରିଦେଲି, ନିଶା ଟିକେ ଖାଇଦେଲି, ମୁଁ ହାରିଗଲି। ଏହାର ମାନେ କ'ଣ? ତମ ପାଇଁ କେତେ ଲୋକ ଅନେଇଛନ୍ତି, କେତେ ପଇସା ଖର୍ଚ୍ଚ କରିଛନ୍ତି, ଏଇଟା କ'ଣ ମାନେ? ତେଣୁ ଅଧିକା କହିବା ଭଲ ନୁହେଁ। ନିଶାଠାରୁ ଦୂରେଇ ରୁହନ୍ତୁ। ଆମ ରାଣୀଗୁଡ଼ା ଅନୁଷ୍ଠାନ ଆପଣଙ୍କୁ ଅନୁରୋଧ କରୁଛି। ସର୍ବଶ୍ରେଷ୍ଠରେ ମୁଁ ଆମର ଗହଣରେ ଯେଉଁ ଜଜ୍ ଭାଇମାନେ ଉପସ୍ଥିତ ଅଛନ୍ତି, ତାଙ୍କର ବଳିଷ୍ଠ ନେତୃତ୍ୱ ପରାମର୍ଶ ଅନୁସାରେ ଆମେ ଆମର ଅନୁଷ୍ଠାନଟିକୁ ଅତି ଉଚ୍ଚ କୋଟିର କରିବା ପାଇଁ ଅନେକ ପ୍ରୟାସ କରି ଆସିଛୁ। ଯେପରି এই দণ্ড নৃত্যরে কৌশি করপশন নহব কিংবা পক্ষপাতিতা নহব। তো কলম তো প্রভু জগতর নাথ জগন্নাথ রূপী মানব রূপে দুই জজ মহোদয় আম পাখে উপস্থিত অনেক। তাঙ্ক কলমর রাস্তা কেতে সে কহিবে, জনতা আমি শুনি সারা পরে শান্তিরে বিদায় নবা। জয় জগন্নাথ, জয় বাবা নীলকণ্ঠেশ্বর। সমস্ত উপস্থিত দণ্ডপ্রেমী বন্ধু মানুষ মু আম গ্রামবাসী তরফর কৌছি, সমস্তে একবার হরিবল দিন্তু। ଉଭୟ ଦଳର କଳାକାର ମାନେ ଯାହା ନାଚ ଗୀତ କଲେ ହେଲା, ପ୍ରଥମରୁ ପୁରା ଚାଲିଲା, ଯୁଦ୍ଧ ହେଲା ଭଳିଆ ହେଲା। ତଥାପି ଟିକେ ଟିକେ ମୁଁ ଖାଲି ଦେଇ ଦଉଛି। ଆମର ଯୋଉ ଦି ଜଣ ଯାକ ମେହେନ୍ତର କଲେ, ମେହେନ୍ତର ନିଶ୍ଚିତ ଭଲ ହେଇକି ପୁଣି ତା ଭିତରେ ଆମେ ଟିକେ ଭଲ ମନ୍ଦ ଇଏ କରୁଛୁ ନା। ଆମର ୟାଙ୍କର ବି ଭଲ ହେଲା, ୟାର ବି ଭଲ ହେଲା। କିନ୍ତୁ ଦେଖିବେ ଯଦି ଟିକେ ମାନେ ବେଶ ପୋଷାକ ଉପରେ କି କ'ଣ ଟିକେ ପରିଷ୍କାର ଥିଲା, ଆଉ ନାଚ ବି ଭଲ ଥିଲା। କିନ୍ତୁ ଦି ଜଣ ଯାକ ନାଚ ଖରାପ ନାହିଁ। ଆଉ ମେହେନ୍ତରାଣୀ ପ୍ରାୟ ଉଭୟ ଦଳ ସେମାନେ ଶିବରୁ ଲାଗିଛି ତାଙ୍କର ମରଦରାଜପୁର ଶିବ ସଖୀ ଦି ଜଣ ଯାକ ଭଲ। କିନ୍ତୁ ଟିକେ ମାନେ କ'ଣ କି ଆମର ଇଏ ଯୋଉ ରାଧା ବାହାର ଥିଲେ ଉତ୍ତର ଟିକେ ଦେଇଥିଲେ ମରଦରାଜପୁର ରାଧା। ତାପରେ ନାବିକ ଚାଲିଲା, ସବଳ ଚାଲିଲା, କିଛି ପରେ ଆସିଲାନି। ତାପରେ କେଳା ଚାଲିଲା। କେ ଦି ଜଣ ଯାକ ତ ଖାଲି ଠୁଳି ଠୁଳାଇ ଆଣିଛି, କୋଉଠି କିଏ ମାଙ୍କଡ଼ ଖୋଜିକି କିଏ କୁକୁଡ଼ା ଖୋଜିକି ଆଣିଛି, କାଳେ ଆମ ନମ୍ବର କୋଉଠି ମାନସି ନା ଯାଇ। ତେଣୁକରି ଆମେ କୋଉଠି କାଠ କାଟି ପାରିଲୁନି କିଛି। ପାଇଥନ ଆମର ରାଧା ଉତ୍ତର ଟିକେ ଦେଇଥିଲେ ମରଦରାଜପୁର। ଆଉ ଆମର ଏପଟେ ଯୋଉ ସାର ବାହାରିଥିଲେ ପାଇଥନ
କିନ୍ତୁ ଧନ୍ୟବାଦ ଦେବି କ'ଣ ବିଷୟଟା ଗାଇଦେଲେ ନାହିଁ ମାନେ ତାଙ୍କ ପ୍ରଶ୍ନଟାକୁ ରିକ୍ସ ନେଇକି ଗୋଟେ ନହେଲେ ପଡ଼ିବା କଥା ତାପରେ ସବୁରା ସରା ଦିନ ଯାକ ଭଲ କଲେ ଯେ ସେସବୁକୁ ଏମିତି କାହିଁଲେ କେଜାଣି ତାପରେ ବିନାକାର କାରବାଣୀ ଆପଣମାନଙ୍କୁ ଦେଖୁଛି ତ ଆଉ କହିବି କ'ଣ ଶେଷରେ ଦେଖୁଛନ୍ତି ଖାଲି କିନ୍ତୁ ମୁଁ ଗୋଟେ କଥା କହିଛି ପ୍ରଥମରୁ ମୁଁ ଦୀର୍ଘ 3 ମାସ ହେଲାଣି ଯେଉଁଠି ମଞ୍ଚ କରିଛି ଯେଉଁ ଜାଗାରେ ମଞ୍ଚ କରିଛି ତେଣୁ ଏଇଟା ମୋର ଲାଷ୍ଟ ରଖିଥିଲା ଆଜି ଦିନଟା ଶୀତଳ ଷଷ୍ଠୀ ଦିନ ମୁଁ ରଙ୍ଗମଞ୍ଚରେ ବିଦାୟ ନେବି କିନ୍ତୁ ମୋର ଯିବା ଆସିବା ବେଳେ ମୁଁ ସାର୍ ଏତେ ଭୁଲ କରିବି ଯିବା ଆସିବା ସମ୍ଭବ ନା କାହିଁକି ମୁଁ ଭୁଲ କରିବି ଆଉ ଆପଣମାନେ ମାଲିକମାନେ ବି ମୋ ସହିତ କଥାବାର୍ତ୍ତା ହେଇଥିବେ କିଏ କ'ଣ କଥା ହେଇଛି ଜାଣିଥିବ ଆଉ ଆମର ଏଇ ଜାଗାରେ ଗଲା ବର୍ଷ ମୁଁ କହିଥିଲି ଯେ ନାହିଁ ଆମେ କଳାକାର କି ମାଲିକରୁ କୋଉଠି କାଟିକି କ'ଣଟେ ଖାଇବୁ କିଏ ଭାଇ କ'ଣ ତୁମ ଟଙ୍କା ଦେଉଛୁ କି ଆଜି କହୁଛି ଏଇ ମଞ୍ଚରେ ଦୀର୍ଘ 21 ବର୍ଷ କଣ୍ଟିନ୍ୟୁ ରହିଲା ପରେ କାହାକୁ ଆମେ ଟଙ୍କା ଦେଖେଇବୁ ମାନେ ପରିଷ୍କାର ଜିନିଷଟା କହେ ବିପିନ ପ୍ରଧାନକୁ ଚାର୍ଟ ଦେଇକି ସନ୍ତୁଷ୍ଟ କରିବେ ମାଲିକମାନେ ଗୀତ ଅତି ବେଶୀରେ ଥଣ୍ଡା ଦେଇକି ସନ୍ତୁଷ୍ଟ କରିବେ 1,00,000 ଟଙ୍କା କିମ୍ବା 50,000 ଦେଇକି ସନ୍ତୁଷ୍ଟ କରିପାରିବେ କୋଉ ମାଲିକ ଯଦି କହିଦେବ ମାନେ ହେମିତିଆ ବିଚାରପତି ମରିଯିବାଟା ଭଲ ମରିଯିବାଟା ଭଲ କିନ୍ତୁ ମୁଁ ସିଧା କଥା କହୁଛି ମୁଁ ନୀଳକଣ୍ଠେଶ୍ୱରକୁ ସାକ୍ଷୀ ରଖି 3 ଦିନ ଯାକ ଆଜି ଯାହା କରିଛି ମୋ ବିଚାରରେ ଠିକ କରିଛି ଆପଣମାନେ ଗ୍ରହଣ କଲେ କେତେ ନ କଲେ କେତେ ଆପଣ ଆମେ ଆଉ ଗୋଟେ କଥା ହେଲା ଆପଣମାନେ ଖାଲି କୁହନ୍ତୁ ଦଣ୍ଡ ଜଗତକୁ ଯିଏ ଯେତେ ନୂଆ ତଥ୍ୟ ଦେଇଛି କିଏ ଦେଇଛି ସେ ସ୍ୱାଙ୍ଗରେ ପରିବର୍ତ୍ତନ ନାଚରେ ପରିବର୍ତ୍ତନ ମଞ୍ଚ ଚଳେଇବାରେ ପରିବର୍ତ୍ତନ ମଞ୍ଚରେ କ'ଣ ହବାରେ ପରିବର୍ତ୍ତନ ଆପଣମାନେ ସମସ୍ତେ ତାକୁ ବଜାୟ ରଖିବେ ଆମେ ଧୀରେ ଧୀରେ ଖାଲି ଯଦି କୋଉଟା ଆପଣମାନେ ନାଚ କୋଉଠି ଦେଖିଯିବ ଆଜିର ଫଳାଫଳ ମାତ୍ର ଗୋଟେ ନମ୍ବର ମଧ୍ୟ ଫରକ ଅଛି ଗୋଟେ ଦଳ 100 ଗୋଟେ ଦଳ 101 ରଖିଛି ଆମର ଭାଇ ଡିକ୍ଲାର କରିବେ ଆଜିର ବେଷ୍ଟ କଳାକାର ଆମର ଯୋଉ ଭାଇ କହିଲେ ମର୍ଦ୍ଦରାଜପୁର ରାଧା ବେଷ୍ଟ କଳାକାର ସେଇଥିପାଇଁ ମିଳିଲା ଦେଖାଗଲାନି ମୁଁ ସେଠି ଅଛନ୍ତି ଆଜ୍ଞା ବସ ଠିଆ ହବ ଆଜ୍ଞା ବହୁନ ଆମର ଜଣେ ଭାଇ କହିଲେ ଯଦି ତାଙ୍କୁ ଦବୁ ପାଇଥମ ଆପଣ ଆଜି ଯୋଉ ଫାଇନାଲ ମ୍ୟାଚ ହବ ଭାଇ ଆମର କହିଦଉଛି ମାନେ ଏମିତି ଭାବରେ ତାକୁ ଖାଇବା ପିଇବାକୁ ଦବ କିନ୍ତୁ 8:30 ପୁରା ବାଧ୍ୟ ମାନେ ଯଦି ଜଲ୍ଦି ରୋଷେଇଟା କରିଥିବେ 8:30 କରିବେ ସାର୍ କରିବେ ଯିଏ ଆଜି 8:30 ମଞ୍ଚ ନ ଦବ ନିଶ୍ଚିନ୍ତ ମାର୍କିଂ ଆଜି କିଛି ହବନି ମନେ କରୁ ଯେ ସେ ମର୍ଦ୍ଦରାଜପୁର ରହିଲା କି ଝୁରାଗାଡ଼ିଆ ରହିଲା ଯିଏ ରହିବ ଯଦି 8:30 ମଞ୍ଚ ଦବନି ଆମେ ମାର୍କିଂ କରିବୁ ସକାଳେ କିନ୍ତୁ ହାରିକି ଆଜ୍ଞା କମିଟିଟା ପୁରା ପରିଷ୍କାର କୁହନ୍ତୁ ଆଜ୍ଞା 8:30 ଯେ ମଞ୍ଚ ନ ଦବ ସେ ହାରିବ ଯେତେ ଭଲ କଲେ ଆଜ୍ଞା ଠିକ ଅଛି ଆମର ଭାଇ ଆପଣ କହିବି କିଛି କହିବେନି କାଲି ଦିନଟା ଆସି ଯାହା କହିଦେଇ ଯିବା ଜୟ ଯାଉ ଡିକ୍ଲାର କର हेलो आज नीलकंठेश्वर दंड कमिटर द्वितीय दिवस अंशग्रहण करते आमर जोरागाड़िया एवं मर्दराजपुर यही दंड नृत्य फलाफल जज महाशय बर्तमान आम कमिटी को अर्पण कले एथिरे 100 नंबर रखी आमर मर्दराजपुर द्वितीय स्थान अधिकार कर 101 नंबर रखी आमर जोरागाड़िया विजयी भाव
ଯାହାଫଳରେ ଶେଷରେ ମୋର ଦର୍ଶକ ସମାଜକୁ ମୁଁ ମୋର ହୃଦୟଗତ ଜ୍ଞାପନ କରୁଛି। ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟ ସର୍ବେ ଭଦ୍ରାଣୀ ପଚନ୍ତୁ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।